ପଲ୍ଲବୀ ଆଦର୍ଶକୁ କହିବେ, ତମେ ମୋ ପାଖରୁ ଫୋନ ନେଇ ନିଜ ପାଖରେ ରଖିବ। ଇଏ ହଉଛି ମୋ ଅଧିକାର ବିରୁଦ୍ଧ ଆଉ ଆଇନ ଆଖିରେ ଅପରାଧ। ତାପରେ ଆଦର୍ଶ ରାଗରେ ପଲ୍ଲବୀର ଫୋନ ଫିକିଦେବେ ଆଉ କହିବେ, ତମର ଅଧିକାର ନା ମୁଁ ତମ ଫୋନ ମୋ ପାଖରେ ରଖିଲି, ସେଇଟା ତମ ପାଇଁ ଅପରାଧ। ତାହେଲେ ନିଅ ନିଜ ପାଖରେ ରଖ। ତମେ ତମ ପୋଲିସ ବାଲି ଲାଙ୍ଗୁଏଜରେ ମୋ ସହିତ କଥା ହବ କଣ ନା ଆଇନ ଆଖିରେ ଅପରାଧ। ଗୋଟେ ଛୋଟ ଫୋନ ପାଇଁ ତମେ ମୋତେ ଅପରାଧ କଥା କହିବା ଆରମ୍ଭ କରିଦେଲଣି। ଆରେ ମୁଁ ତ ତମ ଭଲ ଚିନ୍ତା କରୁଥିଲି, ହେଲେ ତମେ। ତାପରେ ପଲ୍ଲବୀ କହିବେ, ଆଦର୍ଶ ମୁଁ ତମ କଥା ବୁଝୁଛି, କିନ୍ତୁ ମୁଁ ଯେତେବେଳେ କହିଲି ମୁଁ ଘରୁ ବାହାରୁ କୁଆଡେ ଯିବିନି କି ଶମ୍ଭୁ ଅଙ୍କଲଙ୍କ ସହିତ କଣ୍ଟାକ୍ଟ କରିବିନି, ତ ସେତେବେଳେ ତମେ ମୋତେ ବିଶ୍ୱାସ କରିବା ଉଚିତ। ତାପରେ ଆଦର୍ଶ କହିବେ, ଆଚ୍ଛା ତାମାନେ ତମେ ମୋ ଉପରେ କମ୍ପ୍ଲେନ କରିବା ଆରମ୍ଭ କରିଦେଲଣି। ମୋର ତମ ଉପରେ ବିଶ୍ୱାସ ନାହିଁ, ରାଇଟ୍? ଆରେ ମଣିଷ ଯାହାର ମଙ୍ଗଳ କରେ ନା, ଶେଷରେ ସିଏ ହିଁ ତାକୁ ଦି ପଦ ଓଲଟା ଶୁଣେଇ ଦିଏ। ଯାହା ହଉ, ଯାହା କରିବାର ଅଛି କର, କିନ୍ତୁ ଗୋଟେ କଥା କାନ ଖୋଲିକି ଶୁଣି ରଖ। ଯଦି ମୁଁ ଭୁଲରେ କେବେ ଶୁଣେ କି ତମେ ଘରେ ରେଷ୍ଟ ନ ନେଇ କୁଆଡେ ବାହାରକୁ ଯାଉଛ ବା ସେ ଶମ୍ଭୁ ନାୟକ ସହିତ ତମେ କଣ୍ଟାକ୍ଟ ରଖିଛ, ତାହେଲେ ମୁଁ ବିଲକୁଲ ତମ ସହିତ କଥା ହେବିନି। ଏବେ ଯାଅ, ଯାହା ତମର କରିବାର ଅଛି କର, ମୁଁ ଯାଉଛି। ଏମିତି କହି ଆଦର୍ଶ ଚାଲି ଯାଉଥିଲା ବେଳେ ପଲ୍ଲବୀ କହିବେ, କୁଆଡେ ଯାଉଛ? ଏବେ ଡିନର ଟାଇମ୍। ପୁଣି ଆଦର୍ଶ କହିବେ, କୁଆଡେ ଯାଉଛି ମାନେ? ଡିନର କିଏ ତିଆରି କରିବ? ତମେ? ଖବରଦାର କହିଦଉଛି, ଭୁଲରେ କିଚେନରେ ପାଦ ରଖିବନି। ଗୋଡ ଫ୍ରେକ୍ଚର, ହାତ ପ୍ଲାଷ୍ଟର ହେଇଛି। ଯାଅ ରେଷ୍ଟ ନେବ। ଆରେ ଯାଅ। ତାପରେ ପଲ୍ଲବୀ କହିବେ, ହଁ ଯାଉଛି। ଆଜିକାଲି ତମେ ବହୁତ ହଜବ୍ୟାଣ୍ଡଗିରି ଦେଖେଇ ହଉଛ ନା। କହିଲେ କଣ ନା ରେଷ୍ଟ ନିଅ, ଯେମିତି ଏ ଘରର କୌଣସି କାମ କରିବା ପାଇଁ ମୋର ଅଧିକାର ନାହିଁ। ଏମିତି କହି ପଲ୍ଲବୀ ସୋଫାରେ ଯାଇ ବସିବେ। ତାପରେ ଏମିଲି ରାଗରେ ଇଆଡେ ସିଆଡେ ହଉଥିବେ ଆଉ ହେମନ୍ତକୁ କହିବେ, ଗୋଟେ ଲୋକକୁ ଶେଷ କରି ତାଠୁ ପ୍ରମାଣ ଆଣିବାକୁ କହିଥିଲି, ସେଇଟା ବି ତମମାନଙ୍କ ଦ୍ୱାରା ହେଇପାରିଲାନି। ତାପରେ ହେମନ୍ତ କହିବେ, ସାର୍ ଆମେ ପ୍ଲାନ୍ କରି ଶମ୍ଭୁ ନାୟକ ସହ ଦେଖା ହେବା ପାଇଁ ସେ ପଲ୍ଲବୀ ମୋବାଇଲରେ ତାକୁ ମେସେଜ କରିଥିଲୁ, ଯୋଉଠିକି ଆସିବା ପାଇଁ କହିଥିଲୁ। ସେ ଜାଗାରେ ଆମେ ବହୁତ ସମୟ ଅପେକ୍ଷା କଲୁ, କିନ୍ତୁ ସେ ଆସିଲେନି। ତାପରେ ଏମିଲି ହେମନ୍ତକୁ ଜୋରରେ ଗୋଟେ ଚାପୁଡା ଦେବେ ଆଉ କହିବେ, ଆରେ ଶିକାର ଆମ ପାଖକୁ ଆସିଲାନି ବୋଲି ଆମେ ଶିକାରକୁ ଛାଡ଼ିଦେଇ ନିଜେ ଶିକାର ହେଇଯିବା? ତମର ଜାଣିବା ଦରକାର, ପଲ୍ଲବୀ ସହିତ ଦେଖା ହେବା ପୂର୍ବରୁ ମୋ ପାଇଁ ଶମ୍ଭୁ ନାୟକ ମରିବାଟା କେତେ ଇମ୍ପୋର୍ଟାଣ୍ଟ, ଆଉ ତା ପାଖରେ ଯୋଉ ପ୍ରମାଣ ଅଛି ସେସବୁ ମୋ ହାତକୁ ଆସିବା ନିହାତି ଦରକାର। ତାପରେ ଏମଏଲଏର ଫୋନ୍ ବାଜିବ। ତାପରେ ଏମଏଲଏ ଫୋନରେ କଥା ହେବେ। କଥା ହେଇସାରି ହେମନ୍ତକୁ କହିବେ, ମୁଁ ମହାପାତ୍ର ମେନ୍ସରେ କିଚେନ 2ଟା ହେଇଥିଲା। ଏବେ ଆନନ୍ଦ ମହାପାତ୍ରର ଭାଇ ବିନୋଦ ମହାପାତ୍ର ତା ଫ୍ୟାମିଲି ଧରି ଘରୁ ବାହାରି ଚାଲିଗଲା। ଏମଏଲଏ ଭୈରବ ଭରଦ୍ୱାଜ ଶତରଞ୍ଜର ଗୋଟି ଯୋଉଠି ଯେମିତି ଚଲେଇଛି, ଜିତିଛି ନିଶ୍ଚୟ।